ଆଜି ଘରର ସବୁ କାମ ସ୍ୱାମୀଙ୍କୁ କରେଇଲି। ହ୍ୟାଲୋ ହାଇ ନମସ୍କାର, ଜୟ ଜଗନ୍ନାଥ। ମୁଁ ୱେଲକମ୍ କରୁଛି ମୋର ଗୋଟେ ମିନି ବ୍ଲଗ୍କୁ। ତ ଆଜି ଥିଲା ସଣ୍ଡେ, ଏକାଦଶୀ ବି ଥିଲା। ତ ମୁଁ ଏଠି ହେୟାର ୱାଶ୍ ହେରିକା କରିକି ରେଡ଼ି ହେଇକି ପଳେଇ ଆସିଥିଲି। ତ ଏଠି ମୁଁ ଘରର ସବୁ କାମ ସାରି ଦେଇଥିଲି। ତ ଯାଇଥିଲି ତାଙ୍କୁ ଉଠିବାକୁ, ଦିନ 12ଟା ବାଜିଲାଣି। ତ ତାଙ୍କୁ ସଣ୍ଡେ ଦିନ ଗୋଟେ ହିଁ ଦିନ ମିଳୁଛି ରେଷ୍ଟ ନେବା ପାଇଁ। ତ ମୁଁ ଛାଡ଼ି ଦେଇଥିଲି ଶୋଇବା ପାଇଁ, ହେଲେ ବି 12ଟା ବାଜିଲାଣି। ତ ମୁଁ ଗଲି ଉଠାଇବା ପାଇଁ। ତ ଆଉ ତ ବ୍ରେକଫାଷ୍ଟ ତ ସେ କରିବେନି, ତ ଡାଇରେକ୍ଟ ଲଞ୍ଚ ହିଁ କରିବେ। ତ ମୋର କାମ କରିବା ବାଲି ଦିଦି 3 ଦିନ ହେଲାଣି ଆସିବେନି, 3 ଦିନ ଆସିବେନି ମନା କରିଥିଲେ ସିଏ। ତ ସେଥିପାଇଁ ତ ମୁଁ ସବୁ କାମ ସାରିକି ଗାଧୋଇବାକୁ ପଡ଼ିଥିଲି। ମୋର ଘର ପୋଛିବା କଥା ମୁଁ ଟୋଟାଲି ଭୁଲି ଯାଇଥିଲି। ତ ସେ କହିଲେ ଠିକ୍ ଅଛି ମୁଁ ପୋଛି ଦେଉଛି, ତୁ ଯା ଲଞ୍ଚ ବନା। ତ ମୁଁ ଏଠି ଲଞ୍ଚ ବନାଇବାକୁ ପଳେଇ ଆସିଥିଲି। ତ ଏଠି ମୁଁ ସ୍ୱାମୀଙ୍କୁ ସବୁ କାମ କରଉନି, ଯେହେତୁ ସଣ୍ଡେ ଥିଲା ସେ ମୋତେ ଟିକେ ହେଲ୍ପ କରିଦେଲେ। ତ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ଏତିକି ତ ନିହାତି ଚଳେ। ତ କାହା ସ୍ୱାମୀମାନେ ଘର କାମରେ ହେଲ୍ପ କରନ୍ତି ନିହାତି କମେଣ୍ଟରେ ଜଣାଇବେ। ତ ମୁଁ ଏଠି ଅଟା ବାହାର କରିଦେଉଥିଲି ବନେଇବା ପାଇଁ, ଯେହେତୁ ଆଜି ଏକାଦଶୀ ଥିଲା। ଆମେ 2 ଜଣ ଯାକ ଆଜି ଭାତ କି ମାନେ ଅନ୍ନ ଆଇଟମ୍ କିଛି ବି ଖାଇବୁନି। ତ ମୁଁ ଏଠି ଅଟାରେ ଟିକେ କ୍ଷୀର ପକେଇକି ଦଳେ ଯେତେବେଳେ ପୁରୀ କରେ, କାହିଁକିନା ପୁରୀଟା ସଫ୍ଟ ବି ହୁଏ, ଟିକେ ଫ୍ରିଜ୍ରେ ବି ରଖିଦିଏ। ଆପଣମାନେ କେବେ ଟ୍ରାଏ କରିକି ନିହାତି ଦେଖିବେ, ପୁରୀଟା ଭଲ ହେବ, ସଫ୍ଟ ହେବ। ତ ଏଠି ମୋର ତରକାରୀ ବି ରେଡ଼ି ହେଇଯାଇଥିଲା। ତ ମୁଁ ଏଠି ପୁରୀ ବନାଉଥିଲି, ସେ ଗାଧୋଇକି ପଳେଇ ଆସିଲେ, କହିଲେ ମୁଁ ଛାଣି ଦେଉଛି। ଭୋକ ବି ଲାଗିଲାଣି, ଲେଟ୍ ହେଇଯାଇଥିଲା। ତ ଏଠି ଦେଖନ୍ତୁ ସବୁ ପୁରୀ ସିଏ ହିଁ ବନେଇଛନ୍ତି, ଆଉ ବହୁତ ବଢ଼ିଆ ସଫ୍ଟ ହେଇଥିଲା ପୁରୀ। ତ ଆମେ ଏଠି ଲଞ୍ଚ କରିବାକୁ ବସି ଯାଇଥିଲୁ। ତ ଓକେ, ରହିଲି, ଟାଟା ବାଇ ବାଇ।